जिलापालଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ତିହିଡି ବ୍ଲକ ବାରସର ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ଭଦ୍ରକଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସୁଧୀରଞ୍ଜନ ନାୟକ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ, ତିହିଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବାରିକ, ତିହିଡି ତହସିଲଦାର ଜୟଦର୍ଥ ଆଚାର୍ଯ୍ୟ ଏବଂ ଅନ୍ୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣି ଶିବିରରେ ମୋଟ 116 ଆବେଦନ ପତ୍ର ଦାଖଲ ହୋଇଥିଲା। ଜନଶୁଣାଣିରେ ମୁଖ୍ୟତଃ ଚାଷୀ ପଞ୍ଜୀକରଣ, ମଧୁବାବୁ ପେନ୍ସନ୍, ପିଏମ୍ ଆବାସ ଯୋଜନାରେ ଗୃହ ବଣ୍ଟନ, ରାସ୍ତାର ସମ୍ପ୍ରସାରଣ, ଜମିଜମା ସମ୍ପର୍କିତ, ସରକାରୀ ଜମିରେ ବସବାସ କରୁଥିବା ଲୋକଙ୍କୁ ଉଚ୍ଛେଦ ବଦଳରେ ଜମି ଗୃହ ଆବଣ୍ଟନ ଅଭିଯୋଗ ସହିତ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦରଖାସ୍ତ ହସ୍ତଗତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଉପାନ୍ତ ଅଞ୍ଚଳ ସହିତ ନିପଡ ମଫସଲରେ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ବାରସର ପଞ୍ଚାୟତ ସରପଞ୍ଚ ଚକ୍ରଧର ମଲ୍ଲିକଙ୍କ ସହଯୋଗ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ତିହିଡି ବ୍ଲକବାସୀ ମତ ରଖିଛନ୍ତି। ବାରସର ପଞ୍ଚାୟତ ସରପଞ୍ଚ ଚକ୍ରଧର ଦାସ। ଜନଶୁଣାଣି ବାବଦରେ ମୁଁ ଏତିକି କହିବି ଯେ ଆମର ଗୋଟେ ଦୀର୍ଘ ଦିନର ସ୍ୱପ୍ନ ଆଜି ପୂରଣ ହେଇଛି। କାହିଁକିନା ମୋ ପଞ୍ଚାୟତ ହେଉଛି ପୁରା ନିପଟ ବୟାଙ୍ଗ ଅଞ୍ଚଳ, ମଫସଲ ଅଞ୍ଚଳ। ଏଠିକା ଲୋକ ସାଧାରଣତଃ ଆମର ବ୍ଲକ ଗ୍ରିଭାନ୍ସ ହୁଏ, ଏମାନେ ଜାଣିପାରନ୍ତି, ଜାଣିଲେ ବି ଏମାନେ ଯାଇକି ପହଞ୍ଚି ପାରନ୍ତି ନାହିଁ। ତେଣୁ ଆଜି ଯେଉଁ ଜନଶୁଣାଣିଟା ହେଲା, ଯେତିକି ଲୋକ ଆଜି 116 ଜଣ ବୋଧେ ଜନଶୁଣାଣି ଅଂଶଗ୍ରହଣ କରୁଛନ୍ତି, ସେଥିପାଇଁ ଆମେ ବହୁତ ନିଜକୁ ଗର୍ବାନ୍ୱିତ ମନେ କରୁଛୁ। ଆଉ ଆମର ଏଇ ଯେଉଁ ଲୋକ ସରକାରଙ୍କର ଏଇଟା ହେଉଛି ଗୋଟେ ଆଦର୍ଶ କାମ। ରାଜାରାମ ମହାକୁଡୁ, ପୂର୍ବତନ ସରପଞ୍ଚ, ପୂର୍ବତନ ମଣ୍ଡଳ ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ। ସରକାରଙ୍କୁ ସର୍ବପ୍ରଥମେ ମୋହନ ସରକାରକୁ ମୁଁ ଧନ୍ୟବାଦ ଦେଉଛି ଯେ ଲୋକ ଯାଉଥିଲେ ସରକାର ପାଖକୁ, ସରକାର ବର୍ତ୍ତମାନ ଲୋକଙ୍କ ପାଖକୁ ଆସିଛି। ଇଏ ହେଉଛି ଆମର ପୁରା ମଫସଲ ଅଞ୍ଚଳ, ଦୀର୍ଘ 10 କିଲୋମିଟର ବ୍ଲକ ସହିତ ଡିଷ୍ଟାନ୍ସ ଅଛି। ତେଣୁ ସାଧାରଣ ଲୋକ ଯାଇକି ନିଜର ସମସ୍ୟା ବାବଦରେ ବ୍ଲକରେ ଉପସ୍ଥାପନ କରିପାରନ୍ତି। ତେଣୁ ଧନ୍ୟବାଦ ଦେବି କଲେକ୍ଟର ମହାଶୟଙ୍କୁ, ସେ ବାରସର ପଞ୍ଚାୟତକୁ ନିର୍ଦ୍ଧାରିତ କରିଥିବାରୁ ମୁଁ କଲେକ୍ଟରଙ୍କୁ ଧନ୍ୟବାଦ ଦେଉଛି। ଆଉ ବିଭିନ୍ନ ସମସ୍ୟା ଆମ ପଞ୍ଚାୟତରେ ଥିଲା, ବିଶେଷ କରି ମେଡିକାଲ, ସ୍କୁଲ, ରାସ୍ତା ଏ ବାବଦରେ ଯେଉଁ ଅଭିଯୋଗ ଥିଲା ଜନଶୁଣାଣିରେ ସେମାନେ ଅଭିଯୋଗ ଆଜି ଶୁଣିଛନ୍ତି। ମୁଁ ସରକାରଙ୍କୁ ଧନ୍ୟବାଦ ଦେଉଛି, କଲେକ୍ଟରଙ୍କୁ ଧନ୍ୟବାଦ ଦେଉଛି, ବିଡିଓ ମହାଶୟଙ୍କୁ ଧନ୍ୟବାଦ। ଭଦ୍ରକ ଜିଲ୍ଲାରୁ ସୁବ୍ରଜିତ ପାଲଙ୍କ ରିପୋର୍ଟ, ଓଡ଼ିଶା 24 ଖବର।